ଚୌଦ୍ୱାର ମଣ୍ଡଳ କାରାଗାରରେ 5 ଜଣ କଏଦୀ HIV ପଜିଟିଭ୍ ଚିହ୍ନଟ। ଚୌଦ୍ୱାର ମଣ୍ଡଳ କାରାଗାରରେ 5 ଜଣ କଏଦୀ HIV ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରୁ 2 ଜଣ ସଜାପ୍ରାପ୍ତ କଏଦୀ ଥିବାବେଳେ ଅନ୍ୟ 3 ଜଣ ବିଚାରାଧୀନ କଏଦୀ ବୋଲି କାରାଗାର ଅଧୀକ୍ଷକ ସୁଜିତ ରାଉଳ ସୂଚନା ଦେଇଛନ୍ତି। ଜେଲ୍ ଅଧୀକ୍ଷକଙ୍କ କହିବା ଅନୁଯାୟୀ ଆକ୍ରାନ୍ତ କଏଦୀମାନଙ୍କୁ ଜେଲ୍ର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ନିୟମିତ ଚିକିତ୍ସା କରାଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଜଣେ ଡାକ୍ତର ଏବଂ 2 ଜଣ ଫାର୍ମାସିଷ୍ଟ ନିରନ୍ତର ନଜର ରଖୁଛନ୍ତି। ଅଧିକ ଚିକିତ୍ସା ପରାମର୍ଶ ପାଇଁ ସେମାନଙ୍କୁ କଟକ ବଡ଼ ମେଡିକାଲ ART ସେଣ୍ଟରକୁ ମାସକୁ ଥରେ କିମ୍ବା 2 ଥର ନିଆଯାଉଛି। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାର ନିୟମିତ ଯାଞ୍ଚ କରାଯାଇ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଶ୍ରୀ ରାଉଳ ଆହୁରି ମଧ୍ୟ କହିଛନ୍ତି, ବିଭିନ୍ନ ମାମଲାରେ ଗିରଫ ହୋଇ କାରାଗାରକୁ ଆସୁଥିବା ସମସ୍ତ ଅଭିଯୁକ୍ତ ଏବଂ କଏଦୀଙ୍କର ପ୍ରଥମେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥାଏ। କୌଣସି ସଂକ୍ରାମକ କିମ୍ବା ଅନ୍ୟ ଗୁରୁତର ରୋଗ ଚିହ୍ନଟ ହେଲେ ସେହି ଅନୁଯାୟୀ ସେମାନଙ୍କୁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଓ ଆବଶ୍ୟକ ନିରୀକ୍ଷଣ ବା ଅବଜରଭେସନରେ ରଖାଯାଇଥାଏ।